माँ ହେଲା ପରେ ଝିଅଙ୍କର ନାମକରଣ କେମିତି କଲେ ବା ଏକୋଇଶିଆ କେମିତି କଲେ ଅଭିନେତ୍ରୀ ଲିପ୍ସା ମିଶ୍ର। ଆସନ୍ତୁ ଏହି ଭିଡ଼ିଓରେ ଦେଖିବା। ତେଣୁ ଦର୍ଶକ ବନ୍ଧୁ ଭିଡ଼ିଓଟିକୁ ଦେଖିନେବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତେବେ ଦର୍ଶକ ଆପଣମାନେ ତ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ଯିଏକି ବହୁତ ସାରା ମ୍ୟୁଜିକ୍ ଭିଡ଼ିଓ ହେଉ ବା ଆପଣମାନେ ଦେଖିଲେ ମେଘା ଧାରାବାହିକରେ ସେ ଅଭିନୟ କରିଛନ୍ତି, ତା ସହିତ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି, ବହୁତ ସାରା ମଡେଲିଂରେ ମଧ୍ୟ କାମ କରିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ଝିଅର ଏକୋଇଶିଆ ବା ନାମକରଣ କରିଛନ୍ତି, ଯାହାକି ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ପାଉଥିବେ ଏବଂ ତାଙ୍କ ପରିବାର ବା ଫ୍ୟାମିଲି ସହ ଖୁବ୍ ସାରା ମଜାମସ୍ତି ବା ଖୁସିରେ କରିଛନ୍ତି ଝିଅର ନାମକରଣ। ତେବେ ଦର୍ଶକ ଆପଣମାନେ ଦେଖୁଥିବେ ଏହି ଭିଡ଼ିଓରେ କେମିତି ତାଙ୍କ ଝିଅର ନାମକରଣ ହେଉଛି। ତେବେ ଖୁବ୍ ଧୁମଧାମରେ ପରିବାର ସହିତ ଏବଂ ତାଙ୍କ ବାପଘର ଏବଂ ଶାଶୁଘର ଲୋକ ଦୁଇ ଘର ବା ଦୁଇ ପରିବାର ଫ୍ୟାମିଲି ଲୋକ ମିଶି ଖୁବ୍ ଧୁମଧାମରେ ପାଳନ କରିଛନ୍ତି ନିଜ ଝିଅର ଏକୋଇଶିଆ ବା ନାମକରଣ ଦିନଟି। ତେବେ ଦର୍ଶକ ଆପଣମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ତାଙ୍କ କୁନି ଝିଅ ପାଇଁ ସୁନ୍ଦର କମେଣ୍ଟଟିଏ କରନ୍ତୁ ଏବଂ ଆଶୀର୍ବାଦ କରନ୍ତୁ। ତେବେ ଆପଣମାନେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଆକ୍ଟିଂ ବା କେତେ ଭଲ ଲାଗେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଏହି ଭିଡ଼ିଓରେ ଜଣାନ୍ତୁ।